ଦୁଇଟି ରସୁଣ କୁଲା ଏହି ଜାଗାରେ ରଖିଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି ସେ ମହିଳା 5 ମିନିଟ୍ରେ ତୁମ ପାଖକୁ ଆସିବା ପାଇଁ ବାଧ୍ୟ ହେବ। ଯାହା ଚାହିଁବେ ତାହା କରିବ। କେବଳ ଆଜି ରାତିରେ ଗୋଟିଏ ଥର କରିକି ଦେଖନ୍ତୁ। ହଁ ଫ୍ରେଣ୍ଡସ୍, ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ବିନା ମନ୍ତ୍ରତନ୍ତ୍ରରେ କେବଳ ଦୁଇଟି ରସୁଣ କୁଲା ସାହାଯ୍ୟରେ ଆପଣ କିପରି ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ପଟେଇ ପାରିବେ, ପଡ଼ିଶା ଘର ଭାଉଜକୁ ପଟେଇ ପାରିବେ, ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କିଛି ବି ପଇସା ଖର୍ଚ୍ଚ କରିବାକୁ ପଡ଼ିବନି କିମ୍ବା ବେଶୀ କିଛି ସାମଗ୍ରୀର ଆବଶ୍ୟକ ନାହିଁ। କେବଳ ଦୁଇଟି ରସୁଣ କୁଲା ସାହାଯ୍ୟରେ ଆପଣ ସେ ଝିଅକୁ ପଟେଇ ପାରିବେ। ପଡ଼ିଶା ଘର ସୁନ୍ଦରୀ ଭାଉଜଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ହଁ ଫ୍ରେଣ୍ଡସ୍, ଆପଣ ସମସ୍ତଙ୍କର ଇଚ୍ଛା ଥିବ ନିଜ ପସନ୍ଦର ଝିଅକୁ ପଟେଇବା ପାଇଁ, ପଡ଼ିଶା ଘର ସୁନ୍ଦରୀ ଭାଉଜକୁ ପଟେଇବା ପାଇଁ, ତାଠାରୁ ନିଜର ମନ ମୁତାବକ କାମ ହାସଲ କରିବା ପାଇଁ। କିନ୍ତୁ ଇଏ ଏତେ ସହଜ ନୁହେଁ। ଏଥିପାଇଁ ଆଜିର ଏହି ଭିଡ଼ିଓଟି ଆପଣଙ୍କର ଇଚ୍ଛାକୁ ପୂରଣ କରିବ। କାରଣ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ବିନା ମନ୍ତ୍ରତନ୍ତ୍ରରେ କେବଳ ଦୁଇଟି ରସୁଣ କୁଲା ସାହାଯ୍ୟରେ ଝିଅ ପଟେଇବା ପାଇଁ ବଶୀକରଣ ବିଦ୍ୟା, ବିବାହିତା ଭାଉଜକୁ ପଟେଇବା ପାଇଁ ବଶୀକରଣ ବିଦ୍ୟା। ଏହି ବଶୀକରଣ ଏତେ ଶକ୍ତିଶାଳୀ କି ଯିଏ ବି ଏହାକୁ କରିଛି 100ରୁ 100% ସଫଳ ହେଇଛି। ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ମଧ୍ୟ ଫେରାଇ ଆଣିପାରିଛି। ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରି ତାଠାରୁ ନିଜର ମନ ଚାହୁଁଥିବା କାମ ହାସଲ କରିପାରିଛି। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଦୁଇଟି ରସୁଣ କୁଲାର ଏହି ବଶୀକରଣ ପ୍ରଚଣ୍ଡ ମହାଶକ୍ତିଶାଳୀ ବଶୀକରଣ। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ଏହାକୁ ଆପଣ ଭାବିଚିନ୍ତି ପ୍ରୟୋଗ କରିବେ। ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଦୁଇଟି ରସୁଣର ଏହି ବଶୀକରଣକୁ ପ୍ରୟୋଗ କରିବେନି। ଯଦି ଆପଣ ସେ ଝିଅ ବା ମହିଳାକୁ ସତରେ ଭଲ ପାଉଛନ୍ତି, ତାକୁ ବିବାହ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଏହି ବଶୀକରଣ ବିଧିକୁ ପ୍ରୟୋଗ କରିବେ। ଅନ୍ୟଥା ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ବଶୀକରଣକୁ ପ୍ରୟୋଗ କରିବେନି। ଠିକ୍ ଅଛି? ତେବେ ଏହି ବଶୀକରଣ କରିବା ସବୁଠାରୁ ସହଜ। ଏହାକୁ ଆପଣ କିପରି କରିବେ, କେମିତି କରିବେ, ମୁଁ ଆପଣଙ୍କୁ ଶିଖେଇବି। ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଠିକ୍ ଭାବରେ ଶିଖେଇବି। ଜାଣିବା ପାଇଁ ମୋର ଆପଣମାନଙ୍କୁ ଅନୁରୋଧ କି ଆପଣ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନ ସହିତ ଦେଖିବେ। ବିଧିଟି ଜାଣିବା ପୂର୍ବରୁ ମୋର ଆପଣମାନଙ୍କୁ ଅନୁରୋଧ କି ଯଦି ଆପଣ ଆମ ଚ୍ୟାନେଲକୁ ନୂଆ ଆସିଛନ୍ତି, ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ। ଯାହାଦ୍ୱାରା ଆମେ ଯେଉଁ ବି ଭିଡ଼ିଓ ଅପଲୋଡ଼ କରିବୁ ସର୍ବପ୍ରଥମେ ଆପଣ ଦେଖିପାରିବେ। ମନେ ରଖନ୍ତୁ, ଏହି ବଶୀକରଣ କରିବା ପୂର୍ବରୁ କିଛି ବିଶେଷ କଥା ଜାଣି ରଖନ୍ତୁ। ଯେମିତିକି ମନ୍ତ୍ର, ତନ୍ତ୍ର, ଯନ୍ତ୍ର, ବଶୀକରଣ ଇଏ ଏମିତି ସେମିତି କାମ କରେନି। ମନରେ ସମ୍ପୂର୍ଣ୍ଣ ବିଶ୍ୱାସ, ନିଷ୍ଠା ଆଉ ଏକାଗ୍ରତାର ସହିତ ଆପଣଙ୍କୁ ଏହି ବଶୀକରଣ କରିବାକୁ ପଡ଼ିବ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ଆପଣ ଯେଉଁ ଝିଅ ବା ମହିଳା ଉପରେ ଏହି ବଶୀକରଣ ମାତ୍ର ଗୋଟିଏ ଥର ପ୍ରୟୋଗ କରିଦେବେ, ସିଏ ସେହି ସମୟଠାରୁ ଆପଣଙ୍କର ବଶରେ ହେଇଯିବ। ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଆପଣଙ୍କୁ ନ ଦେଖି ରହିପାରିବନି। ଯେଉଁ ଝିଅ ଆପଣଙ୍କୁ ଭାव ଦେଉନଥିଲା, ସିଏ ନିଜେ ଆସିବ ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଯେଉଁ ପଡ଼ିଶା ଘର ଭାଉଜର ସୁନ୍ଦରତାକୁ ଦେଖି ଆପଣ ତାକୁ ଦିନରାତି ଭାବୁଛନ୍ତି, ସିଏ ନିଜେ ହାତ ଧରି ରୁମ୍କୁ ଡାକିବ। ଯାହା ଚାହିଁବେ ତାହା କରିବ। ଆପଣଙ୍କର ସବୁ ଇଚ୍ଛା ପୂରଣ କରିବ। ଠିକ୍ ଅଛି? ତେବେ ଏହି ବଶୀକରଣ ଆପଣ କିପରି କରିବେ, କେମିତି କରିବେ, ଧ୍ୟାନ ସହିତ ଶୁଣନ୍ତୁ। ଏହି ବଶୀକରଣ କରିବା ପାଇଁ ଆପଣ ଦୁଇଟା ରସୁଣ କୁଲା ଆଉ ଗୋଟିଏ ଛୁଞ୍ଚି ଆଣିବେ। ହଁ ଫ୍ରେଣ୍ଡସ୍, ଦୁଇଟା ରସୁଣ କୁଲା ଆଉ ଗୋଟିଏ ଛୁଞ୍ଚିର ସାହାଯ୍ୟରେ ଆପଣ ନିଜ ପସନ୍ଦର ଝିଅକୁ ପଟେଇ ପାରିବେ। ବିବାହିତା ଭାଉଜକୁ ପଟେଇ ପାରିବେ, ତାକୁ ନିଜ ବଶରେ କରିପାରିବେ। ଏହି ବଶୀକରଣ ବିଧିକୁ ଆପଣ କେବଳ ଶୁକ୍ରବାର ଦିନ କରିବେ। କେଉଁ ବି ସମୟରେ କରିପାରିବେ। ବିଧିଟି କରିବା ପୂର୍ବରୁ
ଭଲ ଭାବରେ ହାତ ଗୋଡ଼ ମୁହଁ ଧୋଇକି ସଫା ବସ୍ତ୍ର ପିନ୍ଧିକି ଆପଣ ଏହି ବଶୀକରଣ ବିଧିକୁ ଆରମ୍ଭ କରିବେ। ପ୍ରଥମେ ଆପଣ କ'ଣ କରିବେ, ଯେଉଁ 2ଟା ରସୁଣ କୁଲା ଆଣିଛନ୍ତି ସେ 2ଟା ରସୁଣ କୁଲାରୁ ଗୋଟିଏ ରସୁଣ କୁଲାରେ ସେଇ ଝିଅ ବା ମହିଳାର ନାମ ଲେଖିବେ ଯାହାକୁ ଆପଣ ନିଜ ବଶରେ କରିବାକୁ ଚାହୁଁଛନ୍ତି। ଆଉ ଗୋଟିଏ ରସୁଣ କୁଲାରେ ଆପଣ ନିଜର ନାମ ଲେଖିବେ। ତାପରେ ସେ 2ଟାକ ରସୁଣ କୁଲାକୁ ଏକାଠି କରି ଡାହାଣ ହାତରେ ମୁଠେଇକି ଧରିବେ ଆଉ 7 ଥର ସେଇ ଝିଅ ବା ମହିଳାର ନାମ କହିବେ। ତାପରେ ସେ 2ଟା ରସୁଣ କୁଲାରେ ଫୁଙ୍କିଦେବେ। ତାପରେ ନିଜର ନାମ 7 ଥର କହିବେ। ପୁଣି ଆପଣ ସେ 2ଟା ରସୁଣ କୁଲାରେ ଫୁଙ୍କିଦେବେ। ଏତିକି କରିସାରିବା ପରେ ସେ 2ଟା ରସୁଣ କୁଲାକୁ ଏକାଠି କରି ସେଥିରେ ଛୁଞ୍ଚିକୁ ଫୋଡ଼ିଦେବେ। ଧ୍ୟାନ ରଖିବେ ଯେମିତି 2ଟାକ ରସୁଣ କୁଲା ଛୁଞ୍ଚି ମଝିରେ ରହିବ। ଛୁଞ୍ଚି ଭଲ ଭାବରେ ସେ 2ଟାକ ରସୁଣ କୁଲାରେ ଫୋଡ଼ି ହେଇଯିବ। ତାପରେ ଆପଣ କ'ଣ କରିବେ, ଆଖି ବନ୍ଦ କରିକି 1ରୁ 2 ମିନିଟ୍ ସେଇ ଝିଅ ବା ମହିଳାକୁ ମନେ ମନେ ଭାବିବେ। ତାହାର ମୁହଁକୁ ନିଜ ମନରେ ଭାବିବେ। ଏମିତି ଭାବିବେ ଯେମିତି ସିଏ ଆପଣଙ୍କର ବଶରେ ହେଇଯାଇଛି, ଆପଣଙ୍କର ସବୁ ଇଚ୍ଛା ପୂରଣ କରୁଛି। ଏହିପରି ଆପଣ ଭାବି ସାରିବା ପରେ କ'ଣ କରିବେ, ସେ ଛୁଞ୍ଚି ଆଉ ରସୁଣ କୁଲାକୁ ସେହିପରି ନେଇକି କୌଣସି ଏକ ଫୁଲ ଗଛ ମୂଳରେ ଅଳ୍ପ ଟିକେ ମାଟି ଖୋଳି ପୋତିଦେବେ। ଏତିକି କରିକି ଦେଖନ୍ତୁ, ଗ୍ୟାରେଣ୍ଟି ଦେଉଛି ଏହି ବିଧିକୁ କରିବା ମାତ୍ରେ ସେ ଝିଅ ହେଉ ବା ବିବାହିତା ଭାଉଜ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଧନ୍ୟବାଦ।